ଦେଖନ୍ତୁ ଦଧି ଦୁଗ୍ଧ ଗୁଡ଼ ଆଣି ଭୁଞ୍ଜିବା ଆମ ଓଡ଼ିଶାକୁ ଆସିଛନ୍ତି ବାଙ୍ଗଲୋରରୁ କିନ୍ତୁ ଆଜି ପସରା ମୁଣ୍ଡେଇବେ ତାଙ୍କର ଦୁଇ ପୁଅଙ୍କୁ ସିଧର ମୁଖକୁ ଯାଇ ଆଗକୁ ଆମେ ଦେଖାଇବୁ ଶୁଣନ୍ତୁ ମୋହର ବାଣୀ ସାବଧାନ ସୋମନାଥ ସଙ୍ଗତରେ ବୋଇତରେ ଗଲୁ କେତେ ଦିନ ପିତା ପାଶେ ପ୍ରବେଶ ହୋଇଲୁ ପିତାକୁ ଯେ ଦୁଇ ଭେଟ ପାଇଲୁ କେମନ୍ତ ବାଟର ଯେ ବିପତ୍ତି ପଡ଼ିଲା କେତେ କେତ ସିଧର ବୋଲିଲା ମାତା ଶୁଣ ମୋର ବାଣୀ ଯେଉଁଦିନ ତୁଠାରୁ ହୋଇଲି ଅପଲୋଡ କରିବୁ ଆପଣମାନେ ଦେଖିପାରିବେ। 5 ଦିନ ମଲ୍ଲିକ ଦେଶରେ ପ୍ରବେଶ ସେଠାରେ ଜଳ ଦେଖନ୍ତୁ ଭୋଗ ଚାଲିଛି। କ'ଣ ଭାବୁଛ ଜୋର ଜୋର ବାଡ଼େଇ ଭାଙ୍ଗି ଦଉଛ? ଓ ଦେଖନ୍ତୁ ଭାବୁଛ କେ ଜୋର ବାଡ଼ୁଛନ୍ତି ମାନିବାକୁ ପଡ଼ିବ ଭାଇଙ୍କୁ ତୁ ଶିଖିଛନ୍ତି ଆଉ ନା କ'ଣ? ମଙ୍ଗଳା ମାଙ୍କ ମହିମା ଅଛି ନା ସେଥିପାଇଁ ଦେଖନ୍ତୁ ଭାଉଜ ଜୋର ବାଡ଼ଉଛନ୍ତି। ଦେଖନ୍ତୁ କେ ଜୋର ବାଡ଼ଉଛନ୍ତି ଦେଖନ୍ତୁ। ଦେଖନ୍ତୁ ମଙ୍ଗଳା ମା ବସିଛନ୍ତି। ଏବେ ଭୋଗରାଗ ସବୁ ରେଡ଼ି ହେଉଛି ତାପରେ ପସରା ମୁଣ୍ଡା ଚାଲିବ। ଆଗକୁ ଦେଖନ୍ତୁ ପ୍ଲିଜ୍ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଲେ ସମସ୍ତ ବୁଝିପାରିବ। ମଝିରୁ କାଟିଦେଲେ ଭିଡ଼ିଓରେ କିଛି ମଜା ପାଇପାରିବେନି। ଫ୍ରେଣ୍ଡସ୍ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭାଉଜ ଆମର କେମିତି ନଡ଼ିଆ ଫଟଉଛନ୍ତି ଦେଖନ୍ତୁ। ଭାଉଜ ସବୁ ନଡ଼ିଆ ଫଟେଇ ଦେଲେ ଦେଖ କେତେ ଜୋର ବାଡ଼ି ଫଟଉଛନ୍ତି ଦେଖନ୍ତୁ। ମୋ ଚନ୍ଦା ମୁଣ୍ଡ ଫଟେଇ ଦେବେ କହୁଛନ୍ତି ଭାଉଜ। ଭାଇ ଗଲେ କୁଆଡ଼େ? ଭାଇ ଘରେ ଭାଇ ଡାକୁନା ଟିକେ ହେଲ୍ପ କରିବେ। ପଟେଇ ଦେଲେ ଦେଖାଲା ଦେଖନ୍ତୁ। ଏଟା ବି ଭାଉଜ ବାଡ଼ି ବାଡ଼ି ଦେଖନ୍ତୁ ସେ ମାନେ ହଲ ହେଲାନି ଦେଖନ୍ତୁ। ଆଗକୁ ଆଉ କିଛି ଭିଡ଼ିଓ ଆପଣଙ୍କୁ ଦେଖେଇବୁ। ପ୍ଲିଜ୍ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କ'ଣ କରୁଛ ଦି ଭଉଣୀ? କ'ଣ କରୁଛ ଦେଖୁଛ? ଖୁସି ଅଛନ୍ତି ଦେଖନ୍ତୁ। ତାଙ୍କ ମମି ନଡ଼ିଆ ଫଟଉଛନ୍ତି ତ ସେଥିପାଇଁ ଖୁସି ଅଛନ୍ତି। ଆଜି ହେଉଛି ମଙ୍ଗଳବାର ଶେଷ ପାଳି ନା ଏଇଟା ଶେଷ ପାଳି ଦେଖନ୍ତୁ। ଶେଷ ପାଳିରେ ଆଜି ମା ମଙ୍ଗଳାଙ୍କୁ ଶେଷ ବିଦାୟ ଦେଉଛନ୍ତି। ଭାଉଜ କ'ଣ ମଙ୍ଗଳା ମାଙ୍କୁ ଡାକୁଛ? କଥା କିଛି ଶୁଣୁଛନ୍ତି ନା ଖାଲି ତାଙ୍କ ବିଷୟ କିଛି କୁହ? ନିଶ୍ଚିନ୍ତ ଶୁଣୁଛନ୍ତି ସେଥିପାଇଁ ଭାଉଜ ପୁରା ଖୁସି ଅଛନ୍ତି।
ତାଙ୍କ କରୁଣା ବିଷୟ କିଛି କହିବା କଥା ନା ଆଉ ଖାଲି ଆଉ ହଁ ମାଙ୍କର ତମେ ନିଶ୍ଚିନ୍ତ ତମେ ଦେଖିଥିବ ମାଙ୍କୁ ବି ତମେ ଭକ୍ତି ହିଁ ଭଗବାନ ତମେ ତ ଜାଣ ସମସ୍ତେ ଜାଣନ୍ତି ମନରେ ଭକ୍ତି ଥିଲେ ନିଶ୍ଚିନ୍ତ ଦେଖିବାକୁ ପାଇବେ ଭଗବାନଙ୍କୁ ଦେଖିବାକୁ ପାଇବେ ଦେଖନ୍ତୁ ଭାଉଜ ଆମର ବୁଝେଇ କହୁଛନ୍ତି ଆସ ଆମେ ଦେଖିଯିବା ଭାଉଜ କେମିତି ବୁଝେଇ ଯାଉଛନ୍ତି ମଙ୍ଗଳାଙ୍କ ବିଷୟରେ ମା ମଙ୍ଗଳାଙ୍କ ବିଷୟରେ ମା ମଙ୍ଗଳା ସେ ଯେ ଆମ ଓଡ଼ିଶାରେ ବି ତାଙ୍କର ନାମ ଅଛି ଘରେ ଘରେ ମଙ୍ଗଳା ମାଙ୍କର ପୂଜା ହୁଏ ଦେଖନ୍ତୁ ଭୋଗ ଏବେ ରେଡ଼ି ହେଲାଣି ପୂଜା ପାଇଁ କିନ୍ତୁ ଭାଉଜ ପୁରା ଫିଟ୍ ଅଛନ୍ତି ଭୋଗ ରାଗ ଦେଖନ୍ତୁ କାଟି ଦେଉଛନ୍ତି ନଡ଼ିଆ ସବୁ ପକାଇ ଦେଉଛନ୍ତି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଆପଣ ସବୁ କିଛି ବୁଝିପାରିବେ ମା ମଙ୍ଗଳାଙ୍କ ବିଷୟରେ ତାହେଲେ ଆଗକୁ ଆଉ କିଛି ଭିଡ଼ିଓ ଆପଣଙ୍କୁ ଦେଖାଇବି ମା ମଙ୍ଗଳା ପାଖରେ ହୁଳାହୁଳି କାର୍ଯ୍ୟକ୍ରମ ଚାଲିଲା ଆରମ୍ଭ ହେଇଗଲା କଣ ଅଖିଆ ପିଆ ଶୁଖି ଯାଇଛ ନା କଣ ନା ମୁଁ ଶୁଖିବି ନାହିଁ ଆଉ ମୁଁ କେମିତି 4-5 ଦିନ ହେଲାଣି ଯୋଉ ମତେ ଗାଡ଼ିରେ ବୁଲେଇ ପୁରା ଇଏ କରିଦେଇଛ ମୁଁ ଭାବୁଛି ଅଖିଆ ପିଆ ଏମିତି ପାଣି ଜମା ପିଇନା ନା ସକାଳୁ ଓହୋ ଦେଖନ୍ତୁ ସମ୍ଭାଳି ହଉନି ତମେ ଛାଡ଼ି ଉଠାଇବୁ ଭଲ ପୁଣି ଆମ ଓଡ଼ିଶାରେ କେମିତି ମା ମଙ୍ଗଳାଙ୍କର ଓଷା ହୁଏ ଆପଣଙ୍କୁ ମୁଁ ପୁରା ଫୁଲ୍ ଭିଡ଼ିଓ ଦେଖାଉଛି ପ୍ଲିଜ୍ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ କେତେ ଖୁସି ଏମିତି ଭିଡ଼ିଓ ଦେଖିବା ପାଇଁ ବହୁତ ଭଲ ଲାଗେ କାରଣ ଆମ ଗାଉଁଲି ଅଞ୍ଚଳରେ ଭିଡ଼ିଓ ଯିଏକି ମା ମଙ୍ଗଳାଙ୍କର ଭିଡ଼ିଓ ଦେଖନ୍ତୁ ଆମର ଓଡ଼ିଶାର ବହୁତ ପ୍ରସିଦ୍ଧ ମା ମଙ୍ଗଳା ଓଷା ଯିଏକି ଦେଖନ୍ତୁ ଆରେ ମଇନ କ'ଣ କରୁଛି ମା ମଙ୍ଗଳା ପାଖରେ ଦେଖନ୍ତୁ ପୂଜା ପାଠ ଚାଲିଛି ଘଣ୍ଟ ବାଜା ଚାଲିଛି ଦଶହରା ମୁଣ୍ଡା କାର୍ଯ୍ୟକ୍ରମ ଚାଲିବ କିଏ ରେ ବୋପା ମାମିନା ବାଡ଼ିଏ ସେ ଛେଉ ଖାଲି ମୁଁ ମୁଣ୍ଡେଇକି ଆଣି ଖାଇଛି ଦଶହରା ମୁଣ୍ଡା କାର୍ଯ୍ୟକ୍ରମ ଆରମ୍ଭ ହେଇଗଲା ଦେଖନ୍ତୁ ଏମିତି ଧରା ପରା ହେଇକି ସବୁ ଖାଇ ଯାଉଛନ୍ତି ଦେଖନ୍ତୁ ପ୍ରସାଦ ତା ମୁଣ୍ଡରେ ଦିଆହେଲା ଭାଉଜ ଆମର ଘଣ୍ଟ ବଜେଇବାରେ ପୁରା ଦେଖନ୍ତୁ
भाउज आमर केमती घट बजाउछन देखंतु हुलाहुली सहित देखो पसरा मुंडा काम सरीगला देखो पसरा मुंडा काम चली देखो धरा पड़ा प्रसाद खाई समस्ते देखो घंट सहित बजाबजी चली केते धरा पड़ा देखु आस आम देखी जा माँ मंगलाकर केमी कृपारू पसरा मुंडा कार्यक्रम समाप्त हो गला देखु भाउज आमर घंट बाड़े बाड़े पूरा घंट को पूरा अदा फटेदे ना कौन जाऊ माँ मंगला भक्ति थी सब किसी आपण जेकोसी कार्यक्रम कर सिद्धि हे निश्चिंत माँ मंगलाकर आशीर्वाद आपण समस्ते माँ मंगला को भक्ति करती आम ओडिशार समस्ते जानती माँ मंगला विषय देखु भोग सब रेडी हम आस आम देखी जा माँ मंगला ओषा केमिटी हुए आम ओडिशा रे प्लीज जदि आम चैनल को नुआ आसी था प्लीज सब्सक्राइब कर लाइक करूँ कमेंट करूँ शेयर करूँ